ॐ नमो भगवते वासुदेवाय। षष्ठोऽध्याय। श्रीसुत उवाच। शौनकादिमुनि मध्ये सुत कहन्ति जे आनन्दे, शुण सकल मुनिजने से व्यास नारद वचने। एमन्ते नारदर बाणी सत्यवतीर पुत्र शुणी, नारद जन्म कर्म जेते कृष्ण को भजिले जे मन्ते। ए सर्व कथा जानिबारे पुणी पूछिले आउ थरे। व्यासवाच। गले जे सन्यासी जेउ दिन तुम्भकु करी मंत्रदान, संतोषे देई कृष्ण दीक्षा गमिले जेणे तांक इच्छा। तदंतरे कल किस तुम्भे जे अल्प बयस, जन्म सर्जन प्रजापति बालकु कालु जे भकति। करी बंचती प्राणी सर्वे तुम्भे बंचिल केउ भावे। काल प्रवेशे मुनिवर केने छाड़िल कलेवर। पूर्व कल्पर जे विचार कि रूपे हेल जाति स्मर। तुम्भर देहु ज्ञान अन्ते काल न हरिला के मन्ते। एमन्ते व्यास मुखु शुणी ब्रह्मानंदन वाक्य शुणी। नारद उवाच। शुण हो मुनि सुध चेता जे जन्म कर्मर वारता। मोर परम ज्ञान देई विप्र जे गले पथ बाही। मु पुणी प्रथम बयसे मुनि जनक उपदेशे। दिन वंचई माता कोले मन मोथाए तांक मेले। मोर जननी विप्र घरे सेवकी पणे दिन हरे। एकई पुत्र तार मोही से मोते दंडे न छाड़ई। स्नेहे पोषई नीति नीति मोत हूँ नाही अन्य गति। सेवई विप्र घरे मोते न चाहे आत्मार आयते। मोर निमित्ते भिक्षा अर्ण बहुत कल्पे तार मन। अन्न बासे पाइब काहि ब्राह्मण घरे जे मिलई। मोर भुंजिला अवशेष मोर जननी करे ग्रास। संसार ईश्वर आयते काष्ठ पितुली जेन्हे हस्ते। मुंजे ब्राह्मण घरे थाई दिग्देश काल न जानई। बालक पंचम बरस बंचई जननीर पास। घोर जननी एक दिने ब्राह्मण घरे गोदाहने। जानते पथे घरु आसी सर्पे मिलिला गे आसी। विधाता बळे से दंशिला तक्षणे जननी मो मला। मुंजे माता को अग्नि देई भालई चतुर्दिग चाही। तार मरण मो कल्याण मिलिली कले भगवान। तार मरण मो कल्याण मणिली कले भगवान। विप्रंक तहि मोर मन भाଳି हुई छन छन।
ତାହାଙ୍କୁ ଭେଟିବାର ଅର୍ଥେ ଗଲି ଉତ୍ତର ଦିଗ ପଥେ। ଅନେକ ଦୂରୁ ଗ୍ରାମେ ଗ୍ରାମେ ବିପ୍ରଙ୍କୁ ଖୋଜି ପଥ ଶ୍ରମେ। ଖେଟ ଖର୍ବଟ ବାଟି ମନେ ଦୁର୍ଗମ ପର୍ବତ କାନନେ। ହସ୍ତି ସେବିତ ବନ ଆଦି ଯେ ପର୍ଣ୍ଣ ଚିତ୍ର ପୁଣ୍ୟ ନଦୀ। ପବିତ୍ର ଜଳାଶୟ ତୀର୍ଥେ ଦେବେ ସେବନ୍ତି ଯାହା ନୃତ୍ୱେ। ଉତ୍ତମ ସରୋବର ବନେ ହଂସ ସାରସ ସୁଖ ସ୍ୱନେ। ପୁଣି ଗମିଲେ ଘୋର ଦେଶେ ପୂରିତ ନଳକାଶ କୁଶେ। ବିଷମଲତା ଗୁମ୍ଳ ସାର ଦିଶଇ ଘୋର ଅନ୍ଧକାର। ସର୍ପ ଭାଲୁକ ସିଂହ ଚାହିଁ ବନେ ଗମଇ ଏକା ମୁହିଁ। ଏମନ୍ତେ ଭ୍ରମୁ ଘୋର ପଥେ ଶ୍ରମେ ପିଶାଚ ବୁର୍ବୁକ୍ଷିତେ। ଏମନ୍ତେ ଯାଇ ପାଦେ ପାଦେ ଶ୍ରମେ ପଶିଲି ନଦୀର ଦେ। ଶୀତଳ ଜଳେ ସ୍ନାନ ପାନ କରନ୍ତେ ଗଲା ମୋର ଶ୍ରମ। ସେ ନଦୀ ତୀରେ ପ୍ରାଣ ପୋଷି ଅସତତରୁ ମୂଳେ ବସି। ବିପ୍ରଜନଙ୍କର ବଚନେ ଆତ୍ମାରେ ଆତ୍ମା ଅବଧାନେ। କୃଷ୍ଣର ପାଦ ପଦ୍ମ ଯୁଗେ ଧ୍ୟାନ ମୁଁ କରି ଦୃଢ଼ ଭାବେ। ଉତ୍କଣ୍ଠେ ଗଦ ଗଦ ବଚନେ ଅଶ୍ରୁ ଭଦକେ ନେତ୍ର ପୂର୍ଣ୍ଣେ। ଉତ୍କଣ୍ଠେ ଗଦ୍ଗଦ ବଚନେ ଅଶ୍ରୁ ଉଦକେ ନେତ୍ର ପୂର୍ଣ୍ଣେ। ଅତ୍ୟନ୍ତ ପ୍ରେମ ଭରା ଦେହ ଉଦ୍ଗମ ହେଲା ତନୁ ରୁହ। ଆନନ୍ଦ ସାଗରେ ବୁଡ଼ିଲି ଉଭୟ ଲୋକ ନ ଜାଣିଲି। ତକ୍ଷଣେ ପରମ ଆନନ୍ଦେ ହରି ବିଜୟ ମୋର ହୃଦେ। ହୃଦେ କି ଦେବା ପଟାନ୍ତର ମନ ବଚନେ ଅଗୋଚର। ଦେଖି ଉଠିଲି ତତ୍କ୍ଷଣେ ବିକଳ ଚିତ କରଷଣେ। ପୁଣି ରହିଲି ଦୃଢ଼ ଚିତେ ସେ ରୂପ ଦେଖିବା କେମନ୍ତେ। ସେ ହରି ହରିଲେ ମୋ ମନ ଘୋର ଅନ୍ଧାରେ ଦିବ୍ୟ ଜ୍ଞାନ। ବାହୁଡ଼ି ଚାହିଁଲି ଭିତରେ ଦିଶେ ଆକାଶ ଅଭ୍ୟନ୍ତରେ। ଭିତରେ ବାହାରେ ନ ପାଇ ଆକୁଳେ କମ୍ପଇ ମୋ ଦେହି। ଏମନ୍ତେ ଅନ୍ତରିକ୍ଷ ବାଣୀ କର୍ଣ୍ଣ ଯୁଗଳେ ମୁହିଁ ଶୁଣି। ମନ ବଚନ ଅଗୋଚର ସ୍ୱଭାବେ ଗଭୀର ଶ୍ୱଶୁର। ପ୍ରସନ୍ନ ହେଲା ମୋର ମନ ଶୁଣିଲି ଆକାଶ ବଚନ। ଏ ଜନ୍ମେ ତୁ ଦେଖିବୁ କାହିଁ ମୋହର ଆଦି ଅନ୍ତ ନାହିଁ। ଯେ ଯୋଗୀ ଜନଙ୍କର ଚିତ କର୍ମ ବାସନାରେ ଜଡ଼ିତ। ଯାବତ ଶୁଭାଶୁଭ କର୍ମେ ଚିତ ଆକୃଷ୍ଟ ମତି ଭ୍ରମେ। ଭେଟ ଯେ ପାଇବେ କେମନ୍ତେ କର୍ମ ଆପରି ନାନା ମତେ। ମୋର ସେବକ ସେବା କାଳେ ତୁହି ବଞ୍ଚିଲୁ ସାଧୁ ମେଳେ। ତେଣୁ ଦେଖିଲୁ ମୋତେ ବଳେ ପ୍ରକାଶ ହୃଦୟ କମଳେ। ମୁଁ ତୋର ଚିତେ ନିର୍ତ୍ତ ଚିନ୍ତି ତୋ ଦେହେ ଅମଙ୍ଗଳ ନାହିଁ। ତୁ ଯେ ସାଧୁଙ୍କ ସେବା କରି ଏବେ ତରିବୁ ଭବବାରି। ଦୃଢ଼ ଭକତି ମୋର ପାଦେ ନୃତ୍ୟ ପ୍ରକାଶ ପ୍ରମାଦେ। ଅନ୍ତେ ପଶିବୁ ମୁଁ ଭବନେ ଏ ଦେହ ଛାଡ଼ି ମୋର ଧ୍ୟାନେ। ମୋର ବିଷୟ ତୋର ଗତି କେବେ ହେନ ଭୋଜୁ ଦୁର୍ଗତି। ସୃଷ୍ଟି ପ୍ରଳୟ ବାଧା ଯେହ୍ନେ କେବେ ହେନ ଲାଗଇ ତୋତେ। ସୃଷ୍ଟି ପ୍ରଳୟ ବାଧା ଯେତେ
କେବେ ନ ଲାଗଇ ତୋତେ। ମୋ ଅନୁଗ୍ରହେ ହେଉ ଜ୍ଞାନ ଏମନ୍ତେ ଆକାଶ ବଚନ। ସ୍ୱଭାବେ ବାଣୀ ଅନ୍ତରିକ୍ଷେ କେ ତାହା ଦେଖିବ ପ୍ରତ୍ୟକ୍ଷେ। ସ୍ୱଭାବେ ରୂପ ନାହିଁ ଯାର ମହାମହିମ ନିର୍ବିକାର। ସେ ବାକ୍ୟ ଶୁଣି ଚିତ୍ତ ସ୍ଥିରେ ପ୍ରଣାମ କଲା ତାପୟରେ। ଭାବେ ହୋଇଲି କୃତ୍ୟ ଶୁଣ ହେ ସତ୍ୟବତୀ ସୁତ। ଯେ ବିନୁ ନ ଜାଣଇ ଅନ୍ୟ ମୋ ସର୍ବଗତି ଭଗବାନ। ଏ ଲାଜ ସର୍ବପରି ହରି ଉଚ୍ଚେ ଗୋବିନ୍ଦ ନାମ ଧରି। ଅନନ୍ତ ଗୁଣ ତାର ଯେତେ ଚିତେ ସୁମରି ଅବିରତେ। ପୃଥିବୀ କରି ପର୍ଯ୍ୟଟନ ବିଗତ ରାଗ ଦୁଷ୍ଟ ମନ। ଅନ୍ତେ ଭ୍ରମି ଅନୁଦିନ ନିର୍ମଳ ହୋଇଲା ମୋ ମନ। ମରଣ ସମୟ ନିୟତ କାଳ ହୋଇଲା ଉପଗତ। ସଂଶୟ ସ୍ଥିର ମୋର ମନେ ବିଜୁଳି ଯେହ୍ନେ ନୀଳ ଘନେ। ଦିବ୍ୟ ଶରୀର ମୁହିଁ ଦେଖି ତକ୍ଷଣେ ଶରୀର ଉପେକ୍ଷି। ଆନନ୍ଦେ କୃଷ୍ଣ ଅନୁଗ୍ରହେ ଶୂନ୍ୟ ଗମିଲେ ଦିବ୍ୟ ଦେହେ। କଳ୍ପାନ୍ତେ ଦିନ ପ୍ରଳୟରେ ଏ ସୃଷ୍ଟି ଦେଖିଣ ଉଦରେ। କ୍ଷୀର ଜଳଧି ମଧ୍ୟେ ସ୍ଥିତ ଅନନ୍ତ ଶୟନେ ଅନନ୍ତ। ପଶିଲି ତାର ଅଭ୍ୟନ୍ତରେ ନିର୍ଲେପ ନିର୍ମଳ ଶରୀରେ। ତହୁଁ ସହସ୍ର ଯୁଗ ଗଲା ଶୟନୁ ଅନନ୍ତ ଉଠିଲା। ତକ୍ଷଣେ ବ୍ରହ୍ମ ରୂପ ଧରି ଭୂମି ଭିଆଇ ସୃଷ୍ଟି କରି। ମରିଚି ଆଦି ସପ୍ତପୁତ୍ର ବ୍ରହ୍ମା ମନରୁ ହୁଏ ଜାତ। ମୁହିଁ ହୋଇଲି ତାଙ୍କ ମେଳେ ସମ୍ଭୂତ ବିଗତର କୋଳେ। ନିଶ୍ଚଳ ଚିତେ ଦୃଢ଼ ବ୍ରତେ ଏ ତିନି ଲୋକେ ଭ୍ରମେ ନୃତ୍ୱେ। କୃଷ୍ଣର ଭାବେ ଭ୍ରମ ନୀତି ମୋହର ଅଭ୍ୟାଗତ ରୀତି। କୃଷ୍ଣର ଭକ୍ତି ଭାବ ଭୋଳେ ମୁହିଁ ଗମଇ ଅନ୍ତରାଳେ। ଦେବଙ୍କ ମଧ୍ୟେ ମୁହିଁ ଥଇ ନୃତ୍ୟ କରଇ କୃଷ୍ଣ ଗାଇ। ଗାନ୍ଧାର ରାଗେ ବିଭୂଷଣା ସାମରୁ ନାଦ ତିନି ଗୁଣା। ଶୁଭେ ମୂର୍ଚ୍ଛିତ ନାଦ ବାଣୀ ଆନନ୍ଦେ କୃଷ୍ଣ ନାମ ଶୁଣି। ଶୁଭେ ମୂର୍ଚ୍ଛିତ ନାଦ ବାଣୀ ଆନନ୍ଦେ କୃଷ୍ଣ ନାମ ଗୁଣି। ନିରତେ ଭ୍ରମଇ ଜଗତେ ଶୁଣ କହିବା ଆଉ ଯେତେ। ହରିର ଅଭୟ ଚରଣ ଅଶେଷ ତୀର୍ଥଙ୍କ କାରଣ। ସେ ପଦ କଲି ସୁମରଣ ଶୀଘ୍ରେ ଯୋଚିତେ ନାରାୟଣ। ଆଦିତ୍ୟ ତେଜ ପ୍ରାୟ ଦିଶେ ଅଜ୍ଞାନ ତମ ବେଗେ ନାଶେ। ଏ ହରି ଚରିତର ଗୁଣ ମୋ ମୁନି ସାବଧାନେ ଶୁଣ। ଭବସାଗରେ ଯେତେ ନରେ ଆରତ ଚିତେ ଅଭ୍ୟନ୍ତରେ। ବିଷୟ ରସେ ସୁସନ୍ତ୍ରିତ କେବେ ନୁହେଁ ଶୁଦ୍ଧ ଚିତ। ଇଛନ୍ତି ଭବ ସିନ୍ଧୁ ଗର୍ଭେ ସେ ନର କେମନ୍ତେ ତରିବେ। କୃଷ୍ଣର ଗୁଣ ଗାଥା ଘୋଷି ଆନନ୍ଦ ଭାବେ ଯେହୁ ରସି। ହେଳେ ତରନ୍ତି ଗୁଣ ଗାଇ ଅନ୍ୟଥା ସୁଖ ଲେଶ ନାହିଁ। ଯମ ନିୟମ ଯୋଗ ପଥେ ଯେ ନର ସାଧେ ଅବିରତେ। ଏମାନ ପାଇବ ସେ କାହିଁ ଯେବେ ଗୋବିନ୍ଦ ଭାବ ନାହିଁ। ଶୁଣ ହେ ସତ୍ୟବତୀ ସୁତ ଯେ ପୂର୍ବେ ମୋହର ଚରିତ। ମୋ ଜନ୍ମ କର୍ମ ସଙ୍ଗ ଯେତେ କହିଲି ତୁମ୍ଭର କ୍ରତେ। କହଇ ଦାସ ଜଗନ୍ନାଥ
प्रथमस्कन्धे भागवत इति श्रीमद्भागवते महापुराणे पारमहंस्या संहिताया वैयासिक्या प्रथमस्कन्धे व्यासनारदसंवादे नाम षष्ठोऽध्याय। ॐ नमो भगवते वासुदेवाय।